କେଉଁଟି ଏକ ସବୁଜ ସାର? ଧଣିଚା, NPK, ୟୁରିଆ, CAN। ତ ଉତ୍ତର ହେବ ଆମର ଧଣିଚା। 2 ନମ୍ବର ପ୍ରଶ୍ନ, କେଉଁ ଫସଲଟି ଶୀତ ଦିନ ଚାଷ କରାଯାଏ? ସୋୟାବିନ୍, ଚିନାବାଦାମ, ସୋରିଷ, ମକା। ତ ଉତ୍ତର ହେବ ସୋରିଷ। କେଉଁଟି ଜଳସେଚନର ଉତ୍ସ ନୁହେଁ? ପୋଖରୀ, ହ୍ରଦ, ନଦୀ, ସମୁଦ୍ର। ଉତ୍ତର ହେବ ଆମର ସମୁଦ୍ର। 4 ନମ୍ବର ପ୍ରଶ୍ନ, କେଉଁ ପର୍ବଟି ଫସଲ ଅମଳ ସମ୍ପର୍କିତ ନୁହେଁ? ଦଶହରା, ଦୀପାବଳି, ହୋଲି, ପୋଙ୍ଗଲ। ତ ଉତ୍ତର ହେବ ଆମର ଦଶହରା। ପରବର୍ତ୍ତୀ ପ୍ରଶ୍ନ ନମ୍ବର 5, କ'ଣ ଦମନ ପାଇଁ 2,4-D ବ୍ୟବହୃତ ହୋଇଥାଏ? କବକ, ଘାସ, କୀଟ, ବ୍ୟାକ୍ଟେରିଆ। ତ ଉତ୍ତର ଆମର କ'ଣ? ଘାସ। ପରବର୍ତ୍ତୀ ପ୍ରଶ୍ନ ନମ୍ବର 6, କମ୍ ପରିମାଣର ଖାଦ୍ୟଶସ୍ୟ କେଉଁଥିରେ ସାଇତି ରଖାଯାଏ? ଖଣି, ଦସ୍ତାପାତ, ସିଲ, ଶସ୍ୟ ଭଣ୍ଡାର। ତ ଉତ୍ତର ଆମର ଦସ୍ତାପାତ। ପରବର୍ତ୍ତୀ ପ୍ରଶ୍ନ 7, କେଉଁଟି ରବି ଫସଲ ନୁହେଁ? ଗହମ, ବୁଟ, ମଟର, ଚିନାବାଦାମ। ତ ଉତ୍ତର ହେବ ଆମର କ'ଣ? ଚିନାବାଦାମ। କେଉଁଟି ରାସାୟନିକ ସାର ନୁହେଁ? NPK, କମ୍ପୋଷ୍ଟ, ୟୁରିଆ, ପଟାସ। ତ ଉତ୍ତର ହେବ ଆମର କ'ଣ? ଅପସନ୍ B, କମ୍ପୋଷ୍ଟ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ରବି ଫସଲ? ଧାନ, ମକା, ସୋୟାବିନ୍, ମଟର। ତ ଉତ୍ତର କ'ଣ ହେବ? ଆମର ମଟର। 10, କେଉଁ ଶସ୍ୟକୁ ରବି ଋତୁରେ ଚାଷ କରାଯାଏ? ଧାନ, ଗହମ, ମକା, ଚିନାବାଦାମ। ତ ଉତ୍ତର ଆମର କ'ଣ? ଗହମ।